चैनल को स्वागत करुछु। नमस्कार, हैप्पी रज टू एवरीवन। मैडम देखुଛନ୍ତି ମହାକାଳପଡ଼ାରେ ଏମିତିକି ଚମେଲି ଓଝା ଜଣେ ସରପଞ୍ଚ ଅଛନ୍ତି। ତାଙ୍କ ଉପରେ ଆକ୍ରମଣ କରାଯାଇଛି, ପୋଲିସ ମାନେ ଆକ୍ରମଣ କରିଛନ୍ତି, ଲେଡିଜ ପୋଲିସ ମାନେ ସେ କହୁଛନ୍ତି ତାଙ୍କ କ୍ଷତ ବିକ୍ଷତ ବି ହେଇଛନ୍ତି। ତା ଉପରେ କ'ଣ ଆପଣଙ୍କର ମତାମତ ରହୁଛି? ଦେଖନ୍ତୁ ଆମେ ତ ଚାମେଲି ଓଝା ଏବେ ଭାଇରାଲ ସରପଞ୍ଚ ବୋଲି ଆମେ ଯୋଉଟା ନ୍ୟୁଜ୍ରେ ଦେଖିଲେ, ଦେଖନ୍ତୁ ଯେଉଁମାନେ ରିଅଲ୍ ୱାର୍କର ସେମାନେ ଭାଇରାଲକୁ ବେଶୀ ଭଲ ପାଆନ୍ତିନି, ସେମାନେ ରିଅଲ୍ ଡେଭଲପମେଣ୍ଟରେ କାମରେ ହିଁ ଭରସା କରନ୍ତି। ଯେଉଁମାନେ ଲୋକଙ୍କ ସହିତ ଯୋଡ଼ି ହେଇକି ରୁହନ୍ତି, ଚାମେଲି ଓଝା ଭାଇରାଲ ହେବା ପାଇଁ କିଛି ବି କରିପାରନ୍ତି। ଦେଖନ୍ତୁ ଏବେ ଝିଅମାନଙ୍କୁ 33% ମାନେ ସରକାର ଆମର ରିଜର୍ଭେସନ୍ କୋଟା ଯେବେଠାରୁ କରିଦେଲେ, ବର୍ତ୍ତମାନ ନୁହଁ ପଲିଟିକ୍ସରେ ଝିଅମାନେ ଗୋଟେ ପୁଅକୁ ଫସାଇବା ପାଇଁ ବିଭିନ୍ନ ପ୍ରକାରର ମିଛ ସତ ଅଭିଯୋଗ କରନ୍ତି, ସେଇଟା ବି ଆମେ ଦେଖିଛେ। ଆଉ ମୁଁ ଖାଲି ଏଇଟା ଏବେ କହୁନି, ସବୁ ଜନତା ମାନେ ବି ଜାଣିଛନ୍ତି କି ଝିଅମାନେ କେଉଁ ଭଳିଆ ମିଛ କଥା କୁହନ୍ତି, ଇଭିନ୍ କି ରେପ୍ କେସ୍ ପର୍ଯ୍ୟନ୍ତ ବି ସେମାନେ ଲଗାନ୍ତି। ପଲିଟିକ୍ସରେ ଏଇଟା ହେଉଛି ନୂଆ କଥା ନୁହଁ, ଏଇଟା ସମସ୍ତେ ଜାଣିଛନ୍ତି। ବାକି ରହିଲା ସିଏ ଜଣେ ସରପଞ୍ଚ ବୋଲି, ସେମାନେ ସରପଞ୍ଚର ଗୋଟେ ଗାଇଡ଼ଲାଇନ୍ ଅଛି ଆଣ୍ଡ ହାଉ ଟୁ ବିହେଭ୍ ୱିଥ୍ ୟୁଅର୍ ମାନେ ଆମର ବିଡ଼ିଓ ହୁଅନ୍ତୁ କି କଲେକ୍ଟର ଅଫିସକୁ ଯେତେବେଳେ ଗଲେ ସେଠି ଅଫିସର୍ସ ମାନଙ୍କ ସହିତ କେମିତି କଥାବାର୍ତ୍ତା କରିବ, ତମେ ଝିଅମାନେ ତମେ ସରପଞ୍ଚ ମାନେ ୟୁଅର୍ ଆଟିଟ୍ୟୁଡ୍ ଆଣ୍ଡ ବିହେଭିୟର ସୋଜ୍ ୟୁ କି ଆପଣ କେମିତି। ଯଦି ଗୋଟେ ଝିଅ ତାର ମର୍ଯ୍ୟାଦା ଭିତରେ ରହିକି କାମ କରିବା ଜାଣିଛି, ତାହେଲେ ସେ ବହୁତ ବଢ଼ିଆ ସେ କାମ କରିପାରିବ। ମୁଁ ବି ଗୋଟେ ଝିଅ, ମୁଁ ସବୁବେଳେ ଭାବେ କି ଆମେ ଲାଇନରେ ରହିକି କାମ କରିବା, ଯେମିତି ଲ ଇଜ୍ ଅନ୍ ଦ ୱେ ଆମେ ସବୁବେଳେ ଶୁଣିଛେ। ଆମେ ଲ ଭିତରେ ରହିକି କାମ କରିବା, ଆମେ ଆମର ମର୍ଯ୍ୟାଦାକୁ ଆମେ ଜାଣିବା ଦରକାର। ଝିଅମାନଙ୍କୁ 33% ରିଜର୍ଭେସନ୍ ଦିଆହେଇଛି, ତା ମାନେ ନୁହଁ କି ଆମେ ତାର ଫାଇଦା ଉଠେଇବା କିଛି ଅଲଗା ଉଦ୍ଦେଶ୍ୟରେ। ପ୍ରତ୍ୟେକଟି ପୁଅମାନେ ବି ବହୁତ ସାରା ଜାଗାରେ ପୁଅମାନେ ବି ବହୁତ ଭଲ କାମ କରୁଛନ୍ତି, ପୁଅମାନେ ବି ରିଅଲ୍ ଡେଭଲପମେଣ୍ଟ କରୁଛନ୍ତି, କିନ୍ତୁ ଏଇଭଳିଆ କିଛିଟା ଝିଅମାନେ ଅଛନ୍ତି ସେମାନେ ନିଜର ସ୍ୱାର୍ଥକୁ ପାଇବା ପାଇଁ ସେମାନେ କିଛି ହଦ୍ ତକ୍ ଯାଇପାରନ୍ତି, ନିଜକୁ ମାନେ କିଛି ବି ଟାଇପ୍ର ବେଜିତ କରିପାରନ୍ତି। ଯେଉଁଟାକି ଆପଣ ଦେଖୁଥିବେ ଚମେଲି ଓଝା, ଯେଉଁଟା ମାନେ ତା ଉପରେ ବହୁତ ପ୍ରକାରର ଗୋଟେ ଚାଲିଛି ଏବେ ନ୍ୟୁଜ୍ ମିଡ଼ିଆରେ, ତାରି ଉପରେ ହିଁ ବେଶୀ କଥାବାର୍ତ୍ତା ଚାଲିଛି। ତେଣୁ ମୁଁ ସମସ୍ତଙ୍କୁ ଆଉଥରେ ବି କହିବି, ଆମକୁ ସେସବୁ ଜିନିଷକୁ ବେଶୀ ଜ୍ଞାନ ମାନେ ମାନେ ତା ଉପରେ ବେଶୀ ଗୁରୁତ୍ୱ ଦେବା କଥା ନୁହଁ। କାହିଁକି ନା ମହାକାଳପଡ଼ାରେ ଭଲ କାମ ଚାଲିଛି, ସେଇ ଯେଉଁ ବିଡ଼ିଓ ଅଫିସରକୁ ଅନ୍ ଦ ସ୍ପଟ୍ରେ ଆମେ ଯଦି ଆମ ଲେଖା ଯାଇଛି ତାର ପ୍ରପର୍ ୱେ ଅଛି, ପ୍ରପର୍ ଚ୍ୟାନେଲ୍ ଅଛି, କେମିତି ଆମେ ତା କାମଟା କରିବା। ମୁଁ ବି ମୋର ବହୁତ କାମ ଅନ୍ ପେପର୍ ୱାର୍କରେ ମୋର ହେଇଯାଏ, ମୋତେ କାହା ସହିତ ଏମିତି ଲଢ଼େଇ ଝଗଡ଼ା କରିବାକୁ ପଡ଼େନି। ଲଢ଼େଇ ଝଗଡ଼ା କଲେ କାମ ବିଗିଡ଼ିବ, କାମ ହେବନି, ତାର ପ୍ରପର୍ ଚ୍ୟାନେଲ୍ ଅଛି। ତେଣୁ ବର୍ତ୍ତମାନ ଯେହେତୁ ଆମ ଲୋକଙ୍କ ସରକାର, ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯିଏ ସବୁବେଳେ କହି ଆସୁଛନ୍ତି କି ଆପଣମାନଙ୍କର କାମ ଯେଉଁଠି ରୋକି ହେଉଛି ସେଇଟା ଆପଣମାନେ ଜଣାନ୍ତୁ, ଗ୍ରିଭାନ୍ସ ହେଲେ ଜଣାନ୍ତୁ। ପ୍ଲସ୍ ଆମର ବିଜେପି ଡବଲ୍ ଇଞ୍ଜିନ୍ ସରକାର ଆସିଲା ପରେ ଝିଅମାନଙ୍କର ପ୍ରତ୍ୟେକଟି କେସ୍କୁ ଆମେ ସମାଧାନ କରାହେଇଛି। କିନ୍ତୁ ଏଇ ଯେଉଁ ଘଟଣାରେ ଯେଉଁ ଚମେଲି ଓଝା ଯେଉଁ କେସ୍ରେ, ତାର ଗାଁରେ ବି ଯେତେବେଳେ ଲୋକମାନଙ୍କୁ ପଚରା ହେଲା କି ଆପଣଙ୍କ ଗାଁରେ ସେ ତ କହୁଛନ୍ତି ଏ କାମ ହେଇଛି ସେ କାମ ହେଇଛି, ଆପଣଙ୍କୁ ସତ କଥା କହିବି, ମୁଁ ବହୁତ ଜାଗାରେ ଦେଖିଛି ଯେଉଁଠି ଲେଡ଼ିଜ୍ ମାନେ ସରପଞ୍ଚ ଅଛନ୍ତି, ସେମାନେ ଦେ ଡୋଣ୍ଟ ନୋ ହାଉ ଟୁ ୱାର୍କ। କେଉଁ ଜାଗାରେ ସେମାନେ ବାହା ହେଇଛନ୍ତି, ତାଙ୍କ ସ୍ୱାମୀମାନେ ସେସବୁ ଜାଗାରେ ପଇସା ମାନେ କଣ୍ଟ୍ରାକ୍ଟ କରିକି ମାନେ ନାଁରେ ପଇସା ଡେଭଲପମେଣ୍ଟ ନାଁରେ ପଇସା ଉଠେଇଛନ୍ତି, କିନ୍ତୁ କିଛି ବି କରିନାହାନ୍ତି। ତାର ରିପୋର୍ଟ କୁଆଡ଼େ ଗଲା? ବର୍ତ୍ତମାନ ଚମେଲି ଓଝା ବହୁତ ଜାଗାରେ ସେମାନେ ତାଙ୍କ ଗାଁ ଲୋକ କହିଲେ କି ସେମାନେ ଆଣିଛନ୍ତି ଏମିତି ସବୁ ଗଛ ଫଛ ଲଗାଇବା ପାଇଁ, କିନ୍ତୁ କିଛି ହେଇନି। ତା ରିପୋର୍ଟର ଇନଭେଷ୍ଟିଗେସନ୍ ହଉ, ଯଦି ସେ କହୁଛନ୍ତି ଦାବି କରୁଛନ୍ତି ମୁଁ ଏ ଜାଗାରେ ଏ କାମ କରୁଛି, ଏ ଜାଗାରେ ସେ କାମ କରୁଛି, ବହୁତ ଜାଗାରେ ବି ଏମିତି ଇଭିନ୍ ଲେଡି ମାନେ କମ୍ପ୍ଲେନ୍ କରୁଛନ୍ତି କି ସରକାର ଯେହେତୁ ବିଜେପିର, ଆମେ ଯେହେତୁ ବିଜେଡ଼ିର, ଆମକୁ କୋଅପରେଟ୍ କରୁନାହାନ୍ତି। ଭାଇ ତମେ ମାନେ କାମ କରିବ, ସରକାର କୋଅପରେଟ୍ କରିବେନି? ଆଜିକା ଟାଇମ୍ରେ ଆପଣ ଯଦି ଦେଖିବେ 80% ବିଜେଡ଼ିର ଲୋକ ଆସିକି ବିଜେପିରେ ମିଶଛନ୍ତି। କାଲିକି ଏଇଟା ଏମିତି ବି ନ ହେଇପାରେ କି ବିଜେପି ବିଜେଡ଼ି ସହିତ ଆଲିଆନ୍ସ ବି ହେଇଯିବ, ଏଇଟା ମନେ ରଖିଥାନ୍ତୁ। ତେଣୁ ଲୋକମାନେ ଏଠି ଯେଉଁ ବିଜେପି ବିଜେଡ଼ି ଭିତରେ କହିକି ଯେଉଁ ତଫାତ୍ ସୃଷ୍ଟି କରିକି ଯେଉଁ କନଫ୍ଲିକ୍ଟ କରିକି ଲୋକମାନଙ୍କୁ ଭିତରେ ଲଢ଼େଇ ଝଗଡ଼ା କରୁଛନ୍ତି, ସେଇଟା କରିବା ବନ୍ଦ କରନ୍ତୁ। ଆମର ଗୋଟିଏ ଉଦ୍ଦେଶ୍ୟ ରହିବା ଦରକାର, ଆମ ସମସ୍ତଙ୍କର କାମ ହେବା ଦରକାର। ବିଜେପି ସରକାର ସବୁବେଳେ ଚାହିଁଛି ସବକା ସାଥ ସବକା ବିକାଶ ସବକା ପ୍ରୟାସ, ଯେମିତି ଆମ ମୋଦିଙ୍କର ଗୋଟିଏ ସବୁବେଳେ ରହି ଆସିଛି ଭିଜନ୍ କି ଆମେ ସମସ୍ତଙ୍କୁ ନେଇକି ଚାଲିବା। ସେ ଚାହେଁ ବିଜେଡ଼ିର ହଉ କଂଗ୍ରେସର, ୱି ନିଡ୍ ଏଭ୍ରି ୱାନ୍ସ କୋଅପରେସନ୍। ଆମେ ଏଇଟା ଦେଖୁନୁ କି ସେ ବିଜେଡ଼ି ଅଛି ଆମେ ତାକୁ ସପୋର୍ଟ କରିବାନି। ଆପଣ ବିଜେଡ଼ି ଥାନ୍ତୁ, ଆପଣ କଂଗ୍ରେସ ଥାନ୍ତୁ, ବଟ୍ ୟୁ ନିଡ୍ ଟୁ ସପୋର୍ଟ। ଆପଣ ଦେଖନ୍ତୁ ଏଇଠି ଆମ ସଂସଦୀୟ କ୍ଷେତ୍ରରେ ଅପରାଜିତା ମ୍ୟାଡ଼ାମ୍ ଅଛନ୍ତି, MP ଅଛନ୍ତି, ସୁଲୋଚନା ମ୍ୟାଡ଼ାମ୍ ମେୟର ଅଛନ୍ତି, ସିଏ ବିଜେଡ଼ିର। ଆମର ବୁନୁ ଭାଇ ଯିଏ ଅନ୍ତ ଜେନା, ସିଏ ବି ବିଜେଡ଼ିର। ସୁଶାନ୍ତ ପାତ୍ର ସିଏ ବି ବିଜେଡ଼ିର, ବଟ୍ ସମସ୍ତଙ୍କୁ ନେଇକି ସେ ଚାଲିଛନ୍ତି। ସେ ଜାଗାରେ ଏଇଟା ନୁହେଁ କି ତାଙ୍କ କାମ ବନ୍ଦ ହେଇଛି। ଏବେ ରିସେଣ୍ଟଲି ଦେଖିଥିବେ
जो रोड इनाग्रेशन है सुशांत पात्र बीजेडी से जगह फल कर सुशांत पात्र ना लिखाई अपराजिता मैडम ना लिखाई सीएम भी आसी तेणु जो मैंने सब आलिगेसन लगाउछन्ति कि बीजेपी ये सब जानी शुणी कर जो मेन उद्देश्य महाकालपटर जी एमएलए अच्छा सी बीजेपी तेणु तांकर स्वार्थ कि अधिक पाइबार अच्छी कारण आजिकल दुनिया देखु बहुत लोक मैंने पावरटा पाई जाइछन्ति खाली एमिति मिछ सत कही पाई जाइछन्ति बट जिते गोटे एजुकेशन टाइम आसे से करती तेणु आमको यहाँ देखिबार अच्छी कि सी केते दूर सत कहते केते दूर मिछ कहते पुलिस उपर भी से आलिगेसन लगे पुलिस मैंने केबे भी एबेका टाइम रे पुलिस मानक ऊपर बहुत कटकणा रखाई पुलिस मैंने भी गोटे भल स्टेप नहीं जो मैंने क्राइम करेंगे एनकाउंटर कर कमिटमेंट रखिंट जदि कौ जगार किसी असुविधा होती सबू जगार मुझे धर आप सहित कथा नॉर्मल टाइम रे मु वीडियो कहीं करी मु गोटे नॉर्मली गोटे कथा हूँ कहीं वीडियो कर माने जदि मो मन में किसी अलग उद्देश्य थी मु सामना वाला को फसाक चाहिए मु किसी भी आलतू फालतू कथा कही प्रोभोक करी कथबार्ता करके वीडियोटा बनैबी सो वीडियोटा से टाइम रे बनवा दरकार जो टाइम रे आमे गोटे प्रूफ रखुचे कि नहीं आमर ए कथाटा है आमर एटा म्यूचुअल अंडरस्टैंडिंग है ओके दिस इज द प्रूफ आपर आम कामटा हो किंतु मो लड़े झगड़ा टाइम रे प्रत्येक मोमेंट से सामना वाला लोक देखुन से रोकी पारे कि तेणु यहाँ कौटना कौटी प्रिप्लान्ड हो चामेली ओजार आमर सेठिकार एमएलए को बदनाम करने या फिर आम सरकार को बदनाम करने किंतु वर्तमान मुझे फील करी डेफिनेटली आगुरी अलग सिचुएशन थिला सेटा भी आई एग्रीड एंड किछिटा जगार भी एमती होउची महिला मान सहित एमती प्रोब्लेम होउची बट पर्टिकुलरली ए जो केस रे जदि आमे कथबार्ता करबा ताले चामेली ओझांकर एटा होची प्री प्लान्ड गोटे केसटे चली सो सी जो जो जिन हुए तो लोक मानू से कही कि मत मारपिटापिटी कर टणाटणी कर से निजू निज तेणु यहाँ इन्वेस्टिगेशन प्रॉपर हवा दरकार कहीं लोक मैंने बर्तमान बहुत सचेतन हेले आगुरी पब्लिक सचेतन नथिले जोठी लोक मैंने सचेतन हला परे 24 वर्षर शासन को हटेकी से बीजेपी सरकार को आणले तेणु लोक मैंने एबे भी जदि कौन सरकार से भूल भटका देखिए या फिर कौटना किसी असुविधा देखिए से निहाती सरकार चेंज करेंगे लोक मानक ऊपर सबू डिपेंड करुच्ची तेणु लोक मानक किंतु प्रॉपर जिनसटा जानिबार अधिकार अच्छे प्रॉपर राइट्स जानिबार अधिकार अच्छे तेणु आम आशा करबा कि यार इन्वेस्टिगेशन प्रॉपर हो सेटा ही मु डिमांड करबी एज ए लीडर ऑफ बीजेपी तो मु चाहिबी कि महिलाटे जदि गोटे अभियोग आनी मुझे देखिली तो मिछ मत लगे फल्स केस लगुच कहीं से कम करना जब कम करते एत निजक हाइलाइट कर ना माने एत भाइराल कर एंड सी इज थिंकिंग कि भाई सी सब मेन सब जिन कर गोटे झील जिते भी ऊपर को उठी जाऊ सी रूट सहित से ग्राउंडेड होगा दरकार तार व्यवहार तार शालीनता से रहा दरकार जमी आम देखी आसे भल भल लीडर मैंने से टाइप रुहति तो मु आशा करी कि आपण मान चैनल जो सब न्यूज मैंने नौ यार प्रॉपर इन्वेस्टिगेशन पछरे आपण लगन प्रॉपर इन्वेस्टिगेशन रिपोर्टा लोकों पाखे पहुँचातु ताहले जाके लोक मैंने प्रॉपर जानीपारे कि एक्चुअली चामेली चामेली ओझा जो ना रे जो एत बड़ गोटे भाइराल चली किए तो केते प्रकार गीत भी गाई सारे चामेली हाय हाय गीत केते प्रकार चली सो माने मत यहाँ देखिकी तो हस लगुच कौन चली सो आई जस्ट सिंपली माने अवॉइड कर दिए जेहेतु आम आपण मान चैनल आसी तेणु मु तो सत कथा ही रखी मोर मतटा सत रखी बाकी रहा आमे माने एक्सपेक्ट करबा कि यार इन्वेस्टिगेशन प्रॉपर हो एंड आमे समस्त यार रिपोर्टटा जानिबा कि एक्चुअली सत किए कहूँ मिछ किए कहूँ तापर लोकों आगे सेटा खुलासा हो धन्यवाद बहुत सरपंच कॉर्पोरेटर रुहंती घरे बसंती काम दाम किछि कर इलेक्शन रो गोटे वर्ष पूर्व तांकर पूरा जे सोशल मीडिया रे आसंती तो एटा से केस बडा लागु एटा एग्जैक्टली सही केस देखो एबे इलेक्शन वर्षे भी नो वर्षे माने अराउंड रहिला लोक मैंने इलेक्शन जमती आसी जाए से कहते कि आमे केमिति भाइराल हवा काम तो किसी करना भाई तुम रिपोर्ट कार्ड कौन पाई ना सामान्य गोटे आप देखु प्रत्येक गाँव में आप जीवे इन्वेस्टिगेशन कराया कहे कि गाँव में से ही बेसी गवर्नमेंट जगह गुड़ाक सब